ଠାରୁ କଣ ପ୍ରଧାନମନ୍ତ୍ରୀ ସମ୍ବୋଧନ କରୁଛନ୍ତି ରାଜ୍ୟବାସୀ ତାକୁ ବି ଅପେକ୍ଷା କରିଛନ୍ତି। ସ୍ଥିତି କଣ ଗ୍ରାଉଣ୍ଡରେ? ଦେଖନ୍ତୁ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ପାଇଁ ଜନତା ମଇଦାନ ପୂରାପୂରି ପ୍ରସ୍ତୁତ ରହିଛି। ଗତକାଲି ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରସ୍ତୁତିର ସମୀକ୍ଷା କରିଥିଲେ, ସୁରକ୍ଷା ବ୍ୟବସ୍ଥାର ମଧ୍ୟ ଯାଞ୍ଚ କରିଥିଲେ ଏବଂ ଜନତା ମଇଦାନରେ ପାଖାପାଖି 1.5 ଘଣ୍ଟା ଧରିକି ପ୍ରଧାନମନ୍ତ୍ରୀ ରହିବେ ଏବଂ ତାଙ୍କର ଅଭିଭାଷଣ ରଖିବେ। ଅନେକ ସରକାରୀ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ ମଧ୍ୟ କରିବେ। ତେଣୁ ଜନତା ମଇଦାନରେ ପୂରାପୂରି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଏଠି ହାତକୁ ନିଆଯାଇଛି ଏବଂ ବଡ଼ କଥା ହେଲା ଯେ ପୁରା ଯେହେତୁ ପ୍ରଧାନମନ୍ତ୍ରୀ 3:45 ପ୍ରଥମେ ଯେତେବେଳେ ବିମାନ ବନ୍ଦରରେ ପହଞ୍ଚିବେ ଏବଂ ତାପରେ ସେଠୁ ତିରଙ୍ଗା ଯାତ୍ରା କରିବେ ଏବଂ କଳିଙ୍ଗ ଷ୍ଟାଡିୟମ ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ମଧ୍ୟ ପ୍ରଧାନମନ୍ତ୍ରୀଙ୍କର ରୋଡ୍ ଶୋ ରହିଛି। ତେଣୁ ସୁରକ୍ଷା ବ୍ୟବସ୍ଥାକୁ ପୁରା ବିମାନ ବନ୍ଦରରୁ ନେଇକି ଜନତା ମଇଦାନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। 133 ପ୍ଲାଟୁନ୍ ଫୋର୍ସ ଏବଂ 500ରୁ ଅଧିକ ଅଫିସର ମୁତୟନ ହୋଇଛନ୍ତି। ତା ସହିତ ପୁରା ସିସିଟିଭି ନଜର ରହିଛି ଜନତା ମଇଦାନ। ଏବଂ ଅନ୍ୟପଟେ ଯଦି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଉପରେ ଆମେ ନଜର ପକାଇବା, ଯେତେବେଳେ 3:45 ପ୍ରଧାନମନ୍ତ୍ରୀ ପହଞ୍ଚିବେ ଏୟାରପୋର୍ଟରେ ଏବଂ ତାପରେ ସେଠୁ ତିରଙ୍ଗା ଯାତ୍ରା ଆରମ୍ଭ ହେବ। ତିରଙ୍ଗା ଯାତ୍ରା ପରେ ଯେଉଁ ରହିଛି କଳିଙ୍ଗ ଷ୍ଟାଡିୟମରୁ ଜନତା ମଇଦାନ ପର୍ଯ୍ୟନ୍ତ ବିଶାଳ ରୋଡ୍ ଶୋ କରିବେ ପ୍ରଧାନମନ୍ତ୍ରୀ ଏବଂ ୟା ଭିତରେ ପାଖାପାଖି ଲକ୍ଷାଧିକ କାର୍ଯ୍ୟକର୍ତ୍ତା ଏବଂ ସାଧାରଣ ଲୋକ ମଧ୍ୟ ରୋଡ୍ ଶୋରେ ସାମିଲ ହେବେ ଏବଂ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦର ଠାରୁ ଆରମ୍ଭ କରିକି ଜନତା ମଇଦାନ ପର୍ଯ୍ୟନ୍ତ 28ଟି ସ୍ୱତନ୍ତ୍ର ଷ୍ଟଲ୍ ହୋଇଛି, ଯେଉଁଥିରେ ଓଡ଼ିଶାର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ ଏବଂ ଅପରେସନ ସିନ୍ଦୁରର ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅଭିବାଦନ ଦିଆଯିବ, ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯିବ ଏବଂ ପରବର୍ତ୍ତୀ ସମୟରେ 4:15 ବେଳେ ଜନତା ମଇଦାନରେ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ଏବଂ ବର୍ଷକର ମୋହନ ସରକାରଙ୍କର ଯେଉଁ ରିପୋର୍ଟ କାର୍ଡ ରହିଛି ତା ସହିତ କେନ୍ଦ୍ର ସରକାରଙ୍କର ମଧ୍ୟ 11 ବର୍ଷ ପୂର୍ତ୍ତି ହେଉଛି। ତେଣୁ ଡବଲ ଇଞ୍ଜିନ୍ ସରକାର ରିପୋର୍ଟ କାର୍ଡ ଓଡ଼ିଶାବାସୀଙ୍କ ଆଗରେ ପ୍ରଧାନମନ୍ତ୍ରୀ ରଖିବେ ଏବଂ ତା ସହିତ ଅନେକ ଯେଉଁ ସରକାରୀ କାର୍ଯ୍ୟକ୍ରମ ତାର ମଧ୍ୟ ଶିଳାନ୍ୟାସ କରିବେ, ଲୋକାର୍ପଣ କରିବେ, ଅନେକ ଯୋଜନାର ଶୁଭାରମ୍ଭ କରିବେ ମଧ୍ୟ ପ୍ରଧାନମନ୍ତ୍ରୀ। ପାଖାପାଖି ଓଡ଼ିଶା ପାଇଁ ଆଜି 19,000 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଏବଂ ଯେଉଁ ତାର ଶିଳାନ୍ୟାସ ଏବଂ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି ତା ସହିତ ବିଭିନ୍ନ ଯୋଜନାର ମଧ୍ୟ ଶୁଭାରମ୍ଭ ହେବ ଏବଂ ଅନେକ ଯୋଜନାରେ ହିତାଧିକାରୀଙ୍କୁ ମଧ୍ୟ ସିଧାସଳଖ ମୁଖ୍ୟମନ୍ତ୍ରୀ ଅନ୍ତର୍ଦୟ ଘର ଯୋଜନାରେ ହିତାଧିକାରୀଙ୍କୁ କାର୍ଯ୍ୟତ ଦିଆଯିବ। ବାୟୁବନ୍ଧନ ଯୋଜନାରେ ମଧ୍ୟ ଯେଉଁ ବରିଷ୍ଠ ନାଗରିକମାନେ ରହିଛନ୍ତି ସେମାନଙ୍କୁ ମଧ୍ୟ ଆୟୁଷ୍ମାନ କାର୍ଡ ଦିଆଯିବ ଏବଂ ପାଖାପାଖି 1.5 ଘଣ୍ଟା ଧରିକି ପ୍ରଧାନମନ୍ତ୍ରୀ ଜନତା ମଇଦାନ ରହିବେ ଏବଂ ସରକାରୀ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ ପରେ ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣ ରଖିବେ। ଯେ ବର୍ଷକ ଭିତରେ, କାହିଁକିନା ଆପଣ ଜାଣିଥିବେ ନିର୍ବାଚନ ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ଯେତେବେଳେ ବାରମ୍ବାର ଓଡ଼ିଶା ଆସିଥିଲେ ସେତେବେଳେ ମଧ୍ୟ ଅନେକ ପ୍ରତିଶ୍ରୁତି ଦେଇଥିଲେ, ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ତ ସେ ଦିଗରେ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର କ'ଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଏବଂ ଯେଉଁ ସବୁ ନିର୍ବାଚନୀ ପ୍ରତିଶ୍ରୁତି ଦିଆଯାଇଥିଲା ବିଜେପି ପକ୍ଷରୁ ଏ ବର୍ଷକ ଭିତରେ ମୋହନ ସରକାର ତା ଭିତରୁ କେତେ ପ୍ରତିଶ୍ରୁତି ପୂରଣ କରିଛନ୍ତି ତାର ରିପୋର୍ଟ କାର୍ଡ ମଧ୍ୟ ରାଜ୍ୟବାସୀଙ୍କ ପାଖରେ ରଖିବେ ପ୍ରଧାନମନ୍ତ୍ରୀ ଏବଂ ତା ସହିତ ଡବଲ ଇଞ୍ଜିନ୍ ସରକାର ଯେଉଁ ଉପଲବ୍ଧି ରହିଛି ତାକୁ କିଭଳି ଭାବେ ଲୋକଙ୍କ ପାଖରେ ପହଞ୍ଚାଯିବ ସେ କଥା ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିବେ। ତ ନିହାତି ଭାବେ ଯେତେବେଳେ ପ୍ରଧାନମନ୍ତ୍ରୀ ଯେ ଷଷ୍ଠଥର ଗସ୍ତ ହେଉଛି ଯେ ବିଜେପି ଏକାକୀ କ୍ଷମତା ଦଖଲ କରିବା ପରେ ବିଜେପି ଶାସନକୁ ଆସିବା ପରେ ଇଏ 6 ଥର ପାଇଁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ। ତେଣୁ ଇଏ ନିହାତି ଭାବେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଏବଂ ଯାହାପରେ ସମସ୍ତଙ୍କ ନଜର ରହିଛି ଏବଂ ସବୁଠୁ ବଡ଼ କଥା ହେଲା ଯେ ପ୍ରଧାନମନ୍ତ୍ରୀ ଯେତେବେଳେ ଷଷ୍ଠ ଥର ପାଇଁ ଆସୁଛନ୍ତି ଆପଣ ଜାଣିଥିବେ ଯେତେବେଳେ ବିଜେପି ଏଠି ସରକାର କଲା ଏବଂ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ମନ୍ତ୍ରିମଣ୍ଡଳ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ଯାଇକି ମଧ୍ୟ ପୂର୍ବରୁ ଦିଲ୍ଲୀରୁ ଭେଟିଥିଲେ ଏବଂ ସେତେବେଳେ ମଧ୍ୟ ପ୍ରଧାନମନ୍ତ୍ରୀ ମୋହନ ସରକାରକୁ ଗୋଟେ 100 ଦିନ ରୋଡମ୍ୟାପ୍ ମଧ୍ୟ ଦେଇଥିଲେ, 100 ଦିନ ଟ୍ୟାକ୍ସ ମଧ୍ୟ ଦେଇଥିଲେ। ତେଣୁ ଏ 100 ଦିନ ଯେଉଁ ଟ୍ୟାକ୍ସ ରହିଥିଲା ଏବଂ ବିଶେଷ କରିକି ବର୍ଷକ ଭିତରେ ତାକୁ କେତେ ଦୂର ପୂରଣ କରିବାରେ ମୋହନ ସରକାର ସଫଳତା ହୋଇଛନ୍ତି। ତେଣୁ ସେ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ତାର ଉଲ୍ଲେଖ କରିବେ ଏବଂ ତା ସହିତ ଆଉ କିଛି ଯୋଜନା ଆଉ କିଛି ବଡ଼ ଯୋଜନା ମଧ୍ୟ ତାର ଶୁଭାରମ୍ଭ ହୋଇପାରେ। ତେଣୁ ଜନତା ମଇଦାନ ମଞ୍ଚ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇସାରିଛି, ସୁରକ୍ଷା ବ୍ୟବସ୍ଥା ମଧ୍ୟ ପୁରାପୁରି କଡ଼ାକଡ଼ି କରାଯାଇଛି। ଆଉ କିଛି ଘଣ୍ଟାର ଅପେକ୍ଷା ଏବଂ 3:45 ବେଳେ ପ୍ରଧାନମନ୍ତ୍ରୀ ଯେତେବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ ଏବଂ ପରବର୍ତ୍ତୀ ସମୟରେ ପ୍ରଥମେ ତିରଙ୍ଗା ଯାତ୍ରା ଏବଂ ତାପରେ ବିଶାଳ ରୋଡ୍ ଶୋ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆସିକି ପହଞ୍ଚିବେ ଜନତା ମଇଦାନରେ ଏବଂ ଜନତା ମଇଦାନରେ ସୌମ୍ୟରଞ୍ଜନ 3:45 ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବ ପ୍ରଧାନମନ୍ତ୍ରୀଙ୍କ
विमान एवं एहा परे सेठारु रोड शो करिवार कार्यक्रम रहिछि एवं जदिओ बीजेपी तार गोटिए वर्ष पूर्ति समारोह बा उत्सव को एभଳି भाबरे किछि पालन करूछि एवं ता सहित जनता मैदान रे जेतेबेले षष्ठ थर पई ओडिशा आसुछंती प्रधानमंत्री नरेंद्र मोदी तांको संबोधन रे कोन रहिबो विशेष भाबरे फोकस कहा उपरे रहिबो राज्यवासी को कोन कहिबे प्रधानमंत्री याकू मध्य राज्यवासी अपेक्षा करिसंती एवं ता सहित बीजेपी कर्मी भितरे भी उत्साह ढेर अधिक थिबो जेहेतु पीएम सीधासड़क ओडिशा रे आसी पहुंचुछंती।